ନାଇଁ ନାଇଁ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରୁ କହୁଥିଲି ବରକଚିଆ ପଞ୍ଚାୟତ। ମ୍ୟାମ୍ ଏଇଠି ଗାଁ ଲୋକ ଆସିକିନା ଝାମଲା କରୁଛନ୍ତି, ବାଡ଼ ଫାଡ଼ ଉଠାଉଛନ୍ତି ଆଉ। ହଁ ବର୍ତ୍ତମାନ ଝଗଡ଼ା ନାହିଁ, ସେମାନେ ମାନେ ବାଡ଼ ଫାଡ଼ ଉଠାଉଛନ୍ତି, ଏସବୁ ଗଛ ଆକା ହାଣୁଛନ୍ତି ଆଉ। ତାପରେ ଗଛ ବି ସବୁ ହାଣିଦେଲେ, ବାଉଁଶ ଚନ୍ଦନ ଗଛ, ଶାଗୁଆନ, କରଞ୍ଜ, ନିମ୍ବ ବିଭିନ୍ନ ପ୍ରକାର ଗଛ ଲଗେଇଥିଲେ। ଏତେ ବର୍ଷ ହେଲା ନା ଲଗେଇକି ହାଣି ପାରିବେନି, ଜାଣିଛ ନିୟମ ନାହିଁ। ସେଟା ତ ସାର୍ ଆମେ ଜାଣିନୁ। ହାଣିଲା ମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ହଁ ସାର୍ ସେଟା ତ ଆମେ ଜାଣିନୁ ଏତେ, କିନ୍ତୁ ଜଣେଇଥିଲେ ଚନ୍ଦନ ଗଛ ହାଣିଲା ପରେ? ହଁ ଥାନାରେ ବି ଜଣେଇଛୁ, ଫରେଷ୍ଟର ଅଫିସରେ ବି ଜଣେଇଛୁ। ଆଉ ତହସିଲ ଆମର ଖୁଣ୍ଟା ଥାନା ତହସିଲ ଦେଖାହେଲେ ଥାନା ଅଧିକାରୀ? ହଁ ହଁ ଦେଖାହେଲେ ଯେ କହିଲେ ପରଦିନ ଆସ। ଆଜ୍ଞା କିଏ ଦେଖାହେଲେ? ଓଏସି ମ୍ୟାଡ଼ାମ ସହିତ ଆମେ ଦେଖାହେଲୁ ଆଜି। ତାପରେ ଆଜି ସମାଧାନ ହେବା ପାଇଁ ଆସିଥିଲେ, ଆଜି ଗାଁ ଲୋକ ଫେରିଗଲେ। ତାପରେ ଚନ୍ଦନ କିଏ ଲଗେଇଥିଲା? ମୁଁ ଲଗେଇଥିଲି, କିଣିକି ଆଣିକି ଲଗେଇଥିଲି। ଆଉ ଶାଗୁଆନ ଗଛ ଲଗେଇଥିଲି। କେତେ ବର୍ଷ ହେଲା ଲଗେଇଥିଲେ? ସେଇ ମନେ ପଡୁନି, ହଁ ଢେର ବର୍ଷ ହେଇଗଲାଣି। ଏତେ ବଡ଼ ହେଇଥିଲା। ଚନ୍ଦନ ଗଛ କିଏ ଚନ୍ଦନ ଗଛ ନେଲା କିଏ କାଟିକି? କାଟିକି ଗାଁ ଲୋକ। କଣ ପାଇଁ ନେଲେ? ସିଏ କହୁଛି ଆମ ଜାଗାଟା ନି, ଆମ ଜାଗା ଦବାନି, ତମ ଜାଗାକୁ ପଳାଅ। ମୁଁ କହୁଛି ମୋ ଜାଗା ତ ନାହିଁ, ଏଇଠି ମୋ ଗଭର୍ଣ୍ଣମେଣ୍ଟ ଜାଗାରେ ଅଛୁ। ହଁ ଦେଇକି ସେ ଜୋର ଜବର କରି କାଟି ନେଇ ଗଲେ, ବାଡ଼ ଭାଙ୍ଗିକି ସେଇଟା ନିଆଁ ଠେଙ୍କି ଦେଲେ, ଦେଇକି ପଳେଇଲେ। କ'ଣ କହିବେ ଥାନାରେ? ଥାନା ଅଧିକାରୀ ଥାନାରେ ବି ଆସିଥିଲି, ଦେଇକି ଏଫଆଇଆର ଦେଇଥିଲି, ଫରେଷ୍ଟକୁ ବି ଦେଇଥିଲି। ଦେଇକି କହୁଛି ହଉ ତାହେଲେ ମୁଁ ଯାଉଛି, ଦେଖିକି ଆସିଲେ। ଆଉ ଆରେଷ୍ଟ କରିନାହାନ୍ତି କାହାକୁ? ନା, ଆରେଷ୍ଟ କରିନାହାନ୍ତି।